सर नमस्कार। हेलो ସମସ୍ତଙ୍କୁ हेलो ଶୁଭ ସନ୍ଧ୍ୟା। ହ୍ୟାଲୋ हाँ ହ୍ୟାଲୋ सर। କିଛି କହୁଥିଲ? हेलो हाँ सर। काले जो क्लास हला आपण जन पीडीएफ छाडी जन हेतरे से नोट अछि के? ନାଇଁ, ମୁଁ ତା ରେକର୍ଡିଂ ଟା ଅପଲୋଡ ହଉନି। रेकॉर्डिंग वीडियो तो नहीं छाडली। ଅପଲୋଡ हाँ सर। ହଉନି। ମୁଁ ବୁଝୁଛି, କାଲିକା ତୁମ ସବୁ ମେସେଜ ଦେଖିଛି, ଅପଲୋଡ ହଉନି ତ ସେଇଟା। ତାକୁ ମୁଁ ଟିକେ କିଛି ଏଡିଟ କରିକି ମୁଁ ଛାଡିଦେବି ହେଲା। हाँ सर। ମେଟେରିଆଲ ସମସ୍ତେ ଦେଖିଛ? हाँ सर। ଠିକ ଅଛି। ଆଜ୍ଞା ସାର୍। ତମେ ତମ ମେଟେରିଆଲ ଅନ୍ୟ କୌଣସି ଜାଗାରେ ସେୟାର କରିବ ନାହିଁ। ଆଜ୍ଞା ସାର୍। ହଁ ସାର୍। ଏଟା ଏକାଡେମୀର ଷ୍ଟ୍ରିକ୍ଟ ରୁଲ। ତମମାନଙ୍କ ପାଇଁ ଏତେ ପରିଶ୍ରମ କରାଯାଉଛି। ଯଦି ଅନ୍ୟମାନଙ୍କ ପାଖରେ ପହଞ୍ଚିବ, ଯୋଉମାନେ ଅନ୍ତତଃ ଜଏନ କରିନାହାନ୍ତି କିମ୍ବା ଏକାଡେମୀ ସହିତ ଯୋଡି ହେଇନାହାନ୍ତି, ତାହେଲେ କ୍ଷତି ହବ ଆମର। ଏକାଡେମୀର କ୍ଷତି ହବ। ଏକାଡେମୀ ଏତେ ପରିଶ୍ରମ କରୁଛି, ମେଟେରିଆଲ ତିଆରି କରୁଛି। ଠିକ ଅଛି, ତାହେଲେ ମୁଁ ଗତ କ୍ଲାସରେ ଯୋଉ ଭିଡିଓ ତୁମମାନଙ୍କୁ ପାଇନାହିଁ ବୋଲି ତମେ କହୁଛ, ତାକୁ ମୁଁ ଟ୍ରାଏ କରୁଛି ଅପଲୋଡ କରିଦେବି। ଏବଂ ଏ କ୍ଲାସରେ ମୁଁ ଠିକ ଗତ କ୍ଲାସ ଭଳି ଯୋଉଟା ଇମ୍ପୋର୍ଟାଣ୍ଟ ଥିଲା ସେ ବିଷୟ ମୁଁ ଭାବୁଛି ନିହାତି ଆବଶ୍ୟକ, ଯୋଉଟା ମେଟେରିଆଲରେ ମଧ୍ୟ ଦିଆଯାଇ ନାହିଁ। ଯେହେତୁ ଦିଆଯାଇ ନାହିଁ, ସେ ବିଷୟରେ ମୁଁ ତମକୁ କ୍ଲାସରେ କହିଦଉଛି। ଆମେ ଗତ କ୍ଲାସରେ କେତେ ସ୍କନ୍ଧ ପର୍ଯ୍ୟନ୍ତ ଯାଇଥିଲେ କାହାର ମନେ ଅଛି? ଚତୁର୍ଥ ସ୍କନ୍ଧ ପର୍ଯ୍ୟନ୍ତ ଯାଇଥିଲି। ବୋଧେ ଚତୁର୍ଥ ସ୍କନ୍ଧ ସରିଥିଲା ଭାଗବତର ବିଷୟବସ୍ତୁ ଦୃଷ୍ଟିରୁ। ଠିକ ଅଛି, ସେ ଯାହା ବି ହଉ, ଆମେ ପଞ୍ଚମ ସ୍କନ୍ଧରୁ ଆଜି ଆରମ୍ଭ କରିବା। ଯୋଉ ବିଷୟ ପଞ୍ଚମ ସ୍କନ୍ଧ ଭାଗବତରେ ବର୍ଣ୍ଣିତ ଅଛି। ଏଇ ସ୍କନ୍ଧରେ ତମେ ଦେଖିବ ଯେ ବିଶେଷ ଭାବରେ ମୁଁ ତମକୁ କହି ରଖିବାକୁ ଚାହେଁ, ଏକଥା ତମେ ଜାଣିଥାଅ ଯେ ସ୍ତୁତି ଚିନ୍ତାମଣିରେ ବଲି ହିସାବରେ, ତପସ୍ୱିନୀରେ ସ୍ୱର୍ଗ ହିସାବରେ, ତପସ୍ୱିନୀ କାବ୍ୟରେ ଗଙ୍ଗାଧର ମେହେରଙ୍କର ସ୍ୱର୍ଗ ନୁହେଁ ସ୍ୱର୍ଗରେ, ଏବଂ ଆମ ଭାଗବତ ଜଗନ୍ନାଥ
ଦାସକୃତ ଭାଗବତରେ ଅଧ୍ୟାୟ ଆକାରରେ ବିଭାଜିତ ହେଇଛି। ତେଣୁ ଅଧ୍ୟାୟ ଏବଂ ସ୍କନ୍ଧ ହିସାବରେ ବିଭାଜିତ ହେଇଛି। ତେଣୁ ତମର ଯୋଉ ପଞ୍ଚମ ସ୍କନ୍ଧ ରହିଛି, ପଞ୍ଚମ ସ୍କନ୍ଧରେ ବିଶେଷ ଭାବରେ 26 ଗୋଟି ଅଧ୍ୟାୟ ରହିଛି। ଅଧ୍ୟାୟ ସଂଖ୍ୟା ଏଥିରେ କେତେ? 26। ଏହି ଅଧ୍ୟାୟ ଗୁଡ଼ିକରେ ଯୋଉ ବିଷୟ ସବୁ ବର୍ଣ୍ଣନା କରାଯାଇଛି ସମୁଦାୟ 26 ଗୋଟି ଅଧ୍ୟାୟରେ, ସେ ବିଷୟ ସମ୍ପର୍କରେ ମୁଁ ଉପସ୍ଥାପନା କରୁଛି। ପ୍ରଥମ ହଉଛି ପ୍ରିୟବ୍ରତ ଚରିତ। ଜମ୍ବୁଦ୍ୱୀପର ରାଜା ଅଗ୍ନିଧ୍ରଙ୍କ ଔରସରେ ପୂର୍ବଚିତ୍ତି ନାମକ ଅପସରା ଗର୍ଭରୁ ନବପୁତ୍ର ଶୁଭୁନି? ଜମ୍ବୁଦ୍ୱୀପର ଶୁଭିଲା। ରାଜା ଶୁଭୁନି? ହ୍ୟାଲୋ। ଶୁଭିଲା? ଶୁଭୁଛି। ଅଗ୍ନିଧ୍ରଙ୍କ ଔରସରେ ପୂର୍ବଚିତ୍ତି ନାମକ ଜଣେ ଅପ୍ସରା ଗର୍ଭରୁ ନବପୁତ୍ର, ତାଙ୍କ ନାଁ ହଉଛି ଇଳାବୃତ, ହରିବର୍ଷୀ, ନାଭି, ରମ୍ୟକ, କିମ୍ପୁରୁଷ, ଭଦ୍ରାଶ୍ୱ, କୁରୁ, ହିରଣ୍ମୟ ଓ କେତୁମାଳ ଏମାନଙ୍କର ଜନ୍ମ ବିବରଣୀ ପ୍ରଦାନ କରାଯାଇଛି। ତାପରେ ମେରୁଙ୍କ ବା ମେରୁ ରାଜାଙ୍କର ନବକନ୍ୟା, ତାଙ୍କ ନାଁ ହଉଛି ମେରୁ ଦେବୀ। ତାପରେ ପ୍ରୀତିରୂପା, ଲତା, ରମ୍ୟା, ଉଗ୍ରଦଷ୍ଟ୍ରା, ବେଦଦୀଧିତି, ନାରୀ, ଶ୍ୟାମା, ଭଦ୍ରା ଙ୍କ ସହିତ ଅଗ୍ନିଧ୍ରଙ୍କର ନବପୁତ୍ରଙ୍କର ବିବାହ, ନାଭି ରାଜାଙ୍କର ପୁତ୍ର ସନ୍ତାନ ନ ହେବାରୁ ଯଜ୍ଞ ପୁରୁଷଙ୍କୁ ସ୍ତୁତି, ଭଗବାନ ଋଷଭ ଦେବଙ୍କ ନାଭି ରାଜାଙ୍କର ପୁତ୍ର ଭାବରେ ଜନ୍ମ, ଋଷଭଦେବ ଚରିତ। ବ୍ରହ୍ମାବର୍ତ୍ତରେ ଋଷଭଦେବଙ୍କର ପୁତ୍ରମାନଙ୍କୁ ଧର୍ମୋପଦେଶ ପ୍ରସଙ୍ଗ। ତତ୍ସହିତ ବର୍ଣ୍ଣିତ ଅଛି ଋଷଭଦେବଙ୍କର ଅବଧୂତ ବୃତ୍ତି ଗ୍ରହଣ, ଋଷଭଙ୍କର ଦେହତ୍ୟାଗ, ଋଷଭଦେବଙ୍କର ପୁତ୍ର ଭରତଙ୍କ ଉପାଖ୍ୟାନ, ତପସ୍ୟା ନିମନ୍ତେ ଭରତଙ୍କ ପୁଲହାଶ୍ରମ ଗମନ, ମୃଗ ଶାବକ
ମୋହରେ ଭରତଙ୍କର ମୃଗ ଯୋନିରେ ଜନ୍ମ, ଶାଳଗ୍ରାମ ତୀର୍ଥରେ ଭରତଙ୍କର ମୃଗ ଶରୀର ତ୍ୟାଗ ବିଷୟ, ଜଡ଼ ଭରତ ଚରିତ, ଭରତଙ୍କର ବ୍ରାହ୍ମଣ କୂଳରେ ଜନ୍ମ, ଭରତଙ୍କର ଜଡ଼ପ୍ରାୟ ଆଚରଣ, ଭଦ୍ରକାଳୀଙ୍କ ନିକଟରେ ବଳି ନିମନ୍ତେ ଭରତଙ୍କୁ ଉତ୍ସର୍ଗ, ଚଣ୍ଡିକାଙ୍କ ଦ୍ୱାରା ତାଙ୍କର ଜୀବନ ରକ୍ଷା, ସିନ୍ଧୁପତି ରଘୁରାଜାଙ୍କର ଶିବିକା ଭାବରେ ଜଡ଼ ଭରତଙ୍କ ନିଯୁକ୍ତି, ଶିବିକା ବହନରେ ଅକ୍ଷମ ହେବାରୁ ଜଡ଼ ଭରତଙ୍କର ଅପମାନ ପ୍ରସଙ୍ଗ, ରାଜାଙ୍କୁ ଜଡ଼ ଭରତଙ୍କର ଉପଦେଶ, ରହୁପଣଙ୍କ ସହିତ ରାଜାଙ୍କର ଜଡ଼ ଭରତଙ୍କ ନିକଟରେ କ୍ଷମା ପ୍ରାର୍ଥନା, ରହୁଗଣଙ୍କ ସମ୍ଭାଷଣ, ଜଡ଼ ଭରତ ଓ ରହୁରାଜା ସମ୍ବାଦ, ଜଡ଼ ଭରତଙ୍କ ଦ୍ୱାରା ସଂସାର ରୂପକ ଅରଣ୍ୟର ବର୍ଣ୍ଣନା, ରହୁରାଜାଙ୍କର ସଂଶୟ ଖଣ୍ଡନ ପ୍ରସଙ୍ଗ, ଭରତ ଉପାଖ୍ୟାନ, ପ୍ରିୟବତ ରାଜାଙ୍କର ବଂଶ ବର୍ଣ୍ଣନ, ଭୁବନ କୋଶ ବର୍ଣ୍ଣନ, ଭାଗୀରଥୀ ବର୍ଣ୍ଣନ, ପ୍ରହ୍ଲାଦ ସ୍ତୁତି, ଭୁବନ କୋଶ ବର୍ଣ୍ଣନରେ ବିଭିନ୍ନ ବର୍ମ ଅଧିବାସୀଙ୍କ ଉପାସନା ପ୍ରକାର, କିଂ ପୁରୁଷ ଓ ଭାରତବର୍ଷର ବର୍ଣ୍ଣନା ସହିତ ଅଷ୍ଟ ଉପଦ୍ୱୀପ ଯୋଉଟା ରହିଛି ରମଣଜ, ଆବର୍ତ୍ତନ, ସ୍ୱର୍ଣ୍ଣପ୍ରସ୍ଥ, ମନ୍ଦର ହରିଣ, ପାଞ୍ଚକନ୍ୟା, ଚନ୍ଦ୍ରଶୁକ୍ଳ, ଲଙ୍କା ଏବଂ ସିଂହଳ ଏମାନଙ୍କର ପରିଚୟ ଦିଆଯାଇଛି। ଭୁବନ କୋଶ ବର୍ଣ୍ଣନାରେ ସପ୍ତଦ୍ୱୀପ କାହାକୁ କୁହାଯାଏ ନା ଜମ୍ବୁ, ପ୍ଲୁକ୍ଷ, ସାର୍ କଣ କହିଲେ ଆଉ ଥରେ କୁହନ୍ତୁ ତ? ପ୍ଲୁକ୍ଷ ତାପରେ ହଉଛି ଶାକ୍ମଳ, କୁଶ, କୌଞ୍ଚ, ଶାକ, ପୁଷ୍କର, ପୃଥିବୀର ପରିଚୟ ପ୍ରସଙ୍ଗ, ଖଗୋଳ ବିବରଣ, ଜ୍ୟୋତିଷ ଚକ୍ର ବର୍ଣ୍ଣନ, ଗ୍ରହଚକ୍ର ଭୂଗୋଳ ବିବରଣରେ ଅଧୋଭୁବନ,
ଅଧଭୁବନ କହିଲେ ଅତଳ, ବିତଳ, ସୁତଳ, ତଳାତଳ, ରସାତଳ, ମହାତଳ, ପାତାଳ ର ପରିଚୟ। ତାପରେ ଶଙ୍କର୍ଷଣଙ୍କ ଠାରେ ଅନନ୍ତଙ୍କ ସ୍ଥିତି, ଶଙ୍କର୍ଷଣ ସ୍ତୁତି, ବିଭିନ୍ନ ନରକର ସ୍ୱରୂପ ବିଷୟ ତମର ପଞ୍ଚମ ସ୍କନ୍ଧରେ ବର୍ଣ୍ଣିତ। ବିଭିନ୍ନ ନରକ ହେଲା। ତାପରେ ରହିଲା ଷଷ୍ଠ ସ୍କନ୍ଧ। ଏଇ ସ୍କନ୍ଧରେ ତମେ ଦେଖିବ ବିଶେଷ ଭାବରେ ଊନବିଂଶଟି ଅଧ୍ୟାୟ ବା 19 ଗୋଟି ଅଧ୍ୟାୟ କଳେବର ବିଶିଷ୍ଟ ଏହି ସ୍କନ୍ଧଟି। ଏହି ଅଧ୍ୟାୟ ଗୁଡିକରେ ବର୍ଣ୍ଣିତ ଥିବା ବିଷୟ ଗୁଡିକ ହେଲା ଅଜାମିଳ ଉପାଖ୍ୟାନ। ଏଟା ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ। ଏଟା କୋଉ ସ୍କନ୍ଧରେ ଅଛି ଜାଣିଛ? ଷଷ୍ଠ ସ୍କନ୍ଧରେ। ବେଳେ ବେଳେ ପ୍ରଶ୍ନ ଆସେ ଅଜାମିଳ ଉପାଖ୍ୟାନ କେଉଁ ସ୍କନ୍ଧରେ? ସାର୍ କେତେଟା ଅଧ୍ୟାୟ ଅଛି ତାପରେ ବୋଇଲେ ଷଷ୍ଠ ହଉଛି ସ୍କନ୍ଧରେ? 19 ହୁଁ 19 ହଁ ହେଲା। ସାର୍ ଏଟା ମାନେ ଏଇ ଲେଖମୁ କାଇ ଯେନ୍ 19 କେନ୍ କେନ୍ ସ୍କନ୍ଧରେ କେନଟା ଅଛି ଲେଖମୁ ଏଟା? ହଁ ଏଟା କ୍ୱେଶ୍ଚିନ୍ ଆସୁଛି। ହୁଁ ସାର୍ କୁହ। ଏଇଟା ତ ବିଷୟବସ୍ତୁ ଆଧାର କରି କୋଉ ଟାଇପ ର କ୍ୱେଶ୍ଚନ ଆସିବ ସାର୍? ବିଷୟବସ୍ତୁ ଶୁଣ, ଏଟା ଯେମିତି ମହାଭାରତରେ ପ୍ରଶ୍ନ ଆସୁଛି ଯେ କୋଉ ମାନେ ଧର ରକ୍ତ ନଦୀ ଉଦାହରଣ SSBG ରେ ଆସିଥିଲା, ରକ୍ତ ନଦୀ ସନ୍ତରଣ ପ୍ରସଙ୍ଗ କେଉଁ ପର୍ବରେ ବର୍ଣ୍ଣିତ ଅଛି? ସେଇଭଳି ଭାବରେ ଏଇଠି ମଧ୍ୟ ପ୍ରଶ୍ନ ଆସୁଛି। 24 ଗୁରୁ ପ୍ରସଙ୍ଗ ବେଳେ ବେଳେ ପ୍ରଶ୍ନ ଆସେ। ଅଜାମିଲ ଉପାଖ୍ୟାନ, ଏଇ ସବୁ ରାସ ଉପାଖ୍ୟାନ ପଞ୍ଚାଧ୍ୟାୟୀ। କେଉଁ ରାସ ପଞ୍ଚାଧ୍ୟାୟୀ, ଏମିତି ବହୁତ ପ୍ରସଙ୍ଗ ଯୋଉଟା ଅଛି ଇମ୍ପୋର୍ଟାଣ୍ଟ ଭାଗବତରେ। ସେ ପ୍ରସଙ୍ଗ ପଚାରେ ଯେ ଏ ପ୍ରସଙ୍ଗ ନିମ୍ନୋକ୍ତ ମଧ୍ୟରୁ କେଉଁ ସ୍କନ୍ଧରେ ବର୍ଣ୍ଣିତ ରହିଛି, ବୁଝି ହଉଛି। ତେଣୁ ସେ ଦୃଷ୍ଟିରୁ ମୁଁ ହଁ ସବୁ ସାର୍ ବିଷୟ ତମକୁ ଆଲୋଚନା କରୁଛି। ସାର୍ ଲେଖିରି କି ଯଦି ନାଇଁ ହେବାର କି? ପ୍ରଶ୍ନ ଠିକ ଅଛି, ରେକର୍ଡିଂ ହେଇଯିବ ହେଲା। ହଁ ନହେଲେ ମୁଁ ଟିକେ ସ୍ଲୋ ଡାକୁଛି। ବିଷ୍ଣୁ ଦୂତ ଓ ଯମଦୂତ ସମ୍ବାଦ ପ୍ରସଙ୍ଗ ରହିଛି। ଅଜାମିଲ ବ୍ରାହ୍ମଣ ଉପାଖ୍ୟାନ, ଏ ଉପାଖ୍ୟାନରେ ଶ୍ରୀକୃଷ୍ଣଙ୍କର ମହିମା ବର୍ଣ୍ଣନ, ଅଜାମିଲର ମୁକ୍ତି, ଯମଦୂତ ସମ୍ବାଦ, ଶ୍ରୀକୃଷ୍ଣଙ୍କ ମହିମାର ଉତ୍କୃଷ୍ଟତା ଆଦି ସୃଷ୍ଟି ଉପାଖ୍ୟାନ, ମାନେ ଆମ ସୃଷ୍ଟିର ଉପାଖ୍ୟାନ ରେ ଦକ୍ଷ ଜନ୍ମ, ପଞ୍ଚ ଜନ କନ୍ୟା, ଅସିକ୍ନିଙ୍କ କଣ ସହିତ କହିଲେ? ଅସିକ୍ନିଙ୍କ ସହିତ ଦକ୍ଷଙ୍କର ବିବାହ, ହର୍ଯାସ ନାମରେ ଦକ୍ଷଙ୍କର ଅୟୁତ ସଂଖ୍ୟକ ପୁତ୍ରଙ୍କ ଜନ୍ମ, ତତ୍ସହିତ ହଉଛି ପିତୃ ଆଜ୍ଞା ପାଳନ କରି ପୁତ୍ର ମାନଙ୍କର ପଶ୍ଚିମ ଦିଗକୁ ଯାତ୍ରା, ନାରଦଙ୍କ ଦ୍ୱାରା ପୁତ୍ର ମାନଙ୍କର ବାରମ୍ବାର ବିନାଶ, ପୁତ୍ର ଶୋକରେ ଅଧୀର ଦକ୍ଷକଙ୍କ ନାରଦଙ୍କୁ ଅଭିଶାପ, ଦକ୍ଷକ ଠାରୁ 60 କନ୍ୟାଙ୍କର ଉତ୍ପତ୍ତି, ସେମାନଙ୍କ ମଧ୍ୟରୁ 10ଟି କନ୍ୟା ଧର୍ମ,
13ଟି କଶ୍ୟପ ତ ସହିତ 27ଟି ଚନ୍ଦ୍ର, 2ଟି ଭୂତ, 2ଟି ଅଙ୍ଗିରା, 2ଟି କୁଶାଶ୍ୱ ଓ 4ଟି ଅଙ୍ଗିରା ସାର୍ ଅଙ୍ଗିରା କି ଶୁଭୁନି? ସାର୍ ଅଙ୍ଗିରା ଅଙ୍ଗିରା କି ଅଙ୍ଗିରା ହଁ ଅଙ୍ଗିରା ହଁ ଓକେ ଅଙ୍ଗିରା, 2ଟି କୃଶାଶ୍ୱ, 4ଟି ତାର୍କ୍ଷ୍ୟକ। ସାର୍ କୃଷାସ୍ୟ କାଣା ବୋଇଲେ? ଦେଖ 2ଟି ଅଙ୍ଗିରା, 2ଟି କୃଶାଶ୍ୱ, ଠିକ ଅଛି, ଙ୍କ ସହିତ ବିବାହ, ଇନ୍ଦ୍ରଙ୍କ ଦେବଗୁରୁଙ୍କୁ ଅପମାନ, ଋଷି ବିଶ୍ୱରୂପଙ୍କର ପୌରୋହିତ୍ୟରେ ବିଶ୍ୱରୂପଙ୍କର ଧର୍ମୋପଦେଶ, ଭଗବାନଙ୍କର ଦ୍ୱାରା ବିଶ୍ୱରୂପଙ୍କ ନିଧନ, ବୁଝି ହଉଛି। ତାପରେ ହଉଛି ବୃତ୍ରାସୁର ଜନ୍ମ, ତାପରେ ହଉଛି ଦେବଗଣଙ୍କର ଭଗବତ ସ୍ତୁତି, ଭଗବତ ବର ପ୍ରଦାନ, ବୃତ୍ରାସୁର ଯୁଦ୍ଧ, ବୃତ୍ରାସୁରର ଭକ୍ତି, ଜ୍ଞାନ ଓ ବୈରାଗ୍ୟ ଯୁକ୍ତ ବାଣୀ, ଇନ୍ଦ୍ର ଓ ବୃତ୍ରାସୁରର ଯୁଦ୍ଧ, ବୃତ୍ରାସୁରର ବଧ, ବ୍ରହ୍ମ ହତ୍ୟା ଭୟରେ ଇନ୍ଦ୍ରଙ୍କ ପଳାୟନ, ନହୁଷଙ୍କର ଇନ୍ଦ୍ରପଦ ପ୍ରାପ୍ତି, ଅଗସ୍ତ୍ୟଙ୍କ ଅଭିଶାପ ଫଳରେ ନହୁଷଙ୍କର ସର୍ପ ରୂପରେ ସ୍ୱର୍ଗରୁ ପତନ, ଅଶ୍ୱମେଧ ଯଜ୍ଞ ଫଳରେ ଇନ୍ଦ୍ରଙ୍କ ବ୍ରହ୍ମହତ୍ୟା, ଦୋଷ ଖଣ୍ଡନ ଓ ପୁନର୍ବାର ଇନ୍ଦ୍ରପଦ ପ୍ରାପ୍ତି, ଚିତ୍ରକେତୁ ଉପାଖ୍ୟାନରେ ବୃତ୍ରାସୁରର ପୂର୍ବଜନ୍ମ ବୃତ୍ତାନ୍ତ, ଅଙ୍ଗିରା ମହର୍ଷିଙ୍କ ବର ଫଳରେ ପ୍ରାପ୍ତ ପୁତ୍ରର ମୃତ୍ୟୁରେ ରାଜା ଚିତ୍ରକେତୁ ଓ ରାଣୀ କୃତ ଦ୍ୟୁତିଙ୍କର ଶୋକ, ପୁତ୍ର ଶୋକରୁ ନିବୃତ୍ତ ହେବା ପାଇଁ ଅଙ୍ଗିରା ଓ ନାରଦଙ୍କର ଚିତ୍ରକେତୁଙ୍କୁ ଉପଦେଶ, ଚିତ୍ରକେତୁଙ୍କର ଭକ୍ତି ଯୋଗ ବର୍ଣ୍ଣନରେ ରାଜପୁତ୍ରର ଜୀବାତ୍ମାର ଉକ୍ତି, ନାରଦଙ୍କ ଦ୍ୱାରା ଚିତ୍ରକେତୁଙ୍କୁ ସଂକର୍ଷଣ ମନ୍ତ୍ର ଦୀକ୍ଷା, ଚିତ୍ରକେତୁଙ୍କର ବିଦ୍ୟାଧୀର ପଦପ୍ରାପ୍ତି, ପାର୍ବତୀଙ୍କ ଅଭିଶାପ ଫଳରେ ଚିତ୍ରକେତୁଙ୍କର ବୃତ୍ରାସୁର ରୂପରେ ଜନ୍ମ, ତାପରେ ହଉଛି ଦିତିବଂଶ ବର୍ଣ୍ଣନା, ମରୁଦ ଗଣଙ୍କର ଉତ୍ପତ୍ତି ଓ ବିଷ୍ଣୁ ବ୍ରତର ବିବରଣ ବର୍ଣ୍ଣିତ। ତମେ ଏଇଟା ଦେଖିବ ଷଷ୍ଠ ସ୍କନ୍ଧରେ। ତାପରେ ଦେଖିବା ଆମେ ସପ୍ତମ ସ୍କନ୍ଧ। ସପ୍ତମ ସ୍କନ୍ଧରେ ବର୍ଣ୍ଣିତ ବିଷୟ ସବୁ ଦେଖିବା, କିନ୍ତୁ ଏଇ ସ୍କନ୍ଧରେ ତମେ ଦେଖିବ
विशेष भाव में 15 गोटी अध्याय रही। एथिरे जो विषय वर्णित होईची नारद युधिष्ठिर संवाद सनक सनकादि ऋषिंक सापरे जय विजयंकर दैत्य जन्म प्राप्ति पुत्र शोकरे अधीरा दितिंक शोक निवारण निमंते प्रजापीड़न पाई हिरण्य कशिपुर भृत्यमानंकु आदेश हिरण्यकशिपुर तपस्या ब्रह्मांक वरदान हिरण्यकशिपुर राज्य शासन प्रहल्लाद जन्म प्रहल्लादर गुण वर्णना हिरण्यकशिपुर प्रहल्लाद संवादरे प्रहल्लादर बध निमित्त चेष्टा प्रहल्लादर स्वगृह प्रत्यावर्तन दैत्य बालक मानंकु प्रहल्लादर उपदेश मातृगर्भरे थिबा समयरे नारदंक ठारू शुणिथिबा उपदेश विषय प्रहल्लादर विवरण प्रहल्लाद को हत्या करिबा निमंते हिरण्यकशिपुर चेष्टा स्तंभरु नृसिंहक आविर्भाव और हिरण्यकशिपुर बध तापरे होची देवता मानंकर नृसिंहावतार स्तुति प्रहल्लादर नृसिंह को स्तुति प्रहल्लाद नृसिंह संवाद और प्रहल्लादर वरप्राप्ति राज्याभिषेक त्रिपुर दहन उपाख्यान मानवर सनातन धर्म वर्ण धर्म और स्त्री धर्म वर्णना ब्रह्मचर्य और वानप्रस्थश्रम धर्म संन्यास धर्म अवधूत और प्रहल्लाद संवाद देश काल और पात्र अनुसारे ग्राहस्थ्य धर्म कथन नारद युधिष्ठिर संवाद रे वर्णाश्रम धर्मर वर्णना यही स्कंदरे तुम माने देखिबा को पाइबो। तापरे होची अष्टम स्कंद ए स्कंद टी विशेष भाव रे संस्कृत भागवत रे रहिची पिला माने 24 अध्याय विशिष्ट एक रचना किंतु ओडिया भागवत रे 23 अध्याय रे एहा सीमित करिसंती जगन्नाथ दास। एथिरे जो विषय वर्णित होईची सुख परीक्षित संवाद रे चतुर्मनुक स्वयंभुव स्वरचिस उत्तम ओ तामस परिचय गजेन्द्रोपाख्यान रे गज ओ ग्राह युद्ध गजस्तुति ओ गजेन्द्र मोक्षण गज ओ ग्राहर पूर्वजन्म चरित गज ओ ग्राहंकर मुक्ति पंचम मनु रैवतक बा गौतम ओ षष्ठ मनु चाक्षुष बा
ଚିବୁକଙ୍କର ପରିଚୟ, ଅଜ ଅବତାର ଚରିତ, ବ୍ରହ୍ମାଙ୍କର ଭଗବତ ସ୍ତୁତି, ମନ୍ଦରାଚଳକୁ ଆଣିଦେବା ସୁରଙ୍କର ସମୁଦ୍ର ମନ୍ଥନ ଆରମ୍ଭ, ଶିବଙ୍କ ଗରଳ ପାନ। ଏଟା ଇମ୍ପୋର୍ଟାଣ୍ଟ ଜିନିଷ, ଶିବଙ୍କ ଗରଳ ପାନ। ସମୁଦ୍ର ମନ୍ଥନ ପ୍ରସଙ୍ଗ କୋଉ ସ୍କନ୍ଧରେ? ସମୁଦ୍ରରୁ ଗଜ, ତାପରେ ହଉଛି ବାଜି ଲକ୍ଷ୍ମୀଙ୍କ ସହିତ ଅନ୍ୟାନ୍ୟ ରତ୍ନ ଉତ୍ପତ୍ତି, ଦୈତ୍ୟମାନଙ୍କର ସୁଧା ହରଣ, ବିଷ୍ଣୁଙ୍କ ମୋହିନୀ ରୂପ ଧାରଣ, ଦୈତ୍ୟମାନଙ୍କୁ ବଞ୍ଚିତ କରି ବିଷ୍ଣୁଙ୍କର ଦେବତାମାନଙ୍କୁ ଅମୃତ ଦାନ, ରାହୁର ଶିରଚ୍ଛେଦନ, ଦେବାସୁର ସଂଗ୍ରାମ, ଦେବାସୁର ସଂଗ୍ରାମରେ ଅସୁରମାନଙ୍କର ବିନାଶ, ବଳିର ପରାଜୟ, ନାରଦଙ୍କ ବଚନରେ ଯୁଦ୍ଧ ସମାପ୍ତି, ମୋହିନୀ ରୂପରେ ଭଗବାନ ଶିବଙ୍କୁ ମୋହିତ କରିବା, ସପ୍ତମ ମନୁ, ପରିଚୟ, ତାପରେ ହଉଛି ମନ୍ୱନ୍ତର କର୍ମ ନିରୂପଣ, ବଳିର ସ୍ୱର୍ଗ ବିଜୟ, ଅଦିତିଙ୍କୁ ପୟୋବ୍ରତରେ ଉପଦେଶ, ଅଦିତିଙ୍କର ବ୍ରତରେ ସନ୍ତୁଷ୍ଟ ହୋଇ ଭଗବାନଙ୍କ ବରଦାନ, ତେଜମୟ ରୂପରେ ବିଷ୍ଣୁଙ୍କର ଅଦିତି ଗର୍ଭରେ ପ୍ରବେଶ, ବ୍ରହ୍ମାଙ୍କର ଭଗବତ ସ୍ତୁତି, ବାମନାବତାର ପ୍ରାଦୁର୍ଭାବ। ଏଟା ଇମ୍ପୋର୍ଟାଣ୍ଟ ଜିନିଷ। ବଳି ଗୃହରେ ବାମନଙ୍କର ଦେବଧ୍ୱନି, ବଳି ବାମନ ସମ୍ବାଦ, ତ୍ରିପାଦ ଭୂମି ପ୍ରାର୍ଥନା। ଏଟା ଇମ୍ପୋର୍ଟାଣ୍ଟ ଜିନିଷ। ବଳିର ବିଶ୍ୱରୂପ ଦର୍ଶନ, ବଳିବନ୍ଧନ ଓ ବଳିମୋକ୍ଷଣ, ବଳିର ପ୍ରଶଂସା, ବଳିର ପାତାଳବାସ ବିଷୟରେ ଭଗବାନଙ୍କର ବରଦାନ, ମତ୍ସ୍ୟବତାର ପ୍ରଭୃତି ବିଷୟ ଏଥିରେ ବର୍ଣ୍ଣିତ ରହିଛି। ତାପରେ ହେଲା ତମର ନବମ ସ୍କନ୍ଦ। ଏହି ସ୍କନ୍ଧରେ ବିଷୟବସ୍ତୁ ବିଶେଷ ଭାବରେ 24 ଗୋଟି ଅଧ୍ୟାୟକୁ ନେଇ ଗଠିତ। ଏଥିରେ ଯୋଉ ବିଷୟ ହଉଛି ଇଲାକନ୍ୟା ଉପାଖ୍ୟାନ ମନେ ରଖିବ। ବଂଶାନୁଚରିତରେ ବୃଷ ଧଷ୍ଟ ନଗ ନରିଷ୍ୟନ୍ତ ପ୍ରଭୃତିଙ୍କର ବଂଶ ବିସ୍ତାର, ସର୍ଜତି ବଂଶ, ସୁକନ୍ୟା ଉପାଖ୍ୟାନ, ରୈବତକ କନ୍ୟା ଉପାଖ୍ୟାନ, ତାପରେ ନାଭଗ ବଂଶ ବର୍ଣ୍ଣନ, ନାଭଗ ଚରିତ,
ଆମ୍ଭରୀଶ ଉପାଖ୍ୟାନ, ଦୁର୍ବାସାଙ୍କର ପଳାୟନ, ତାପରେ ହଉଛି ଦୁର୍ବାସାଙ୍କର ଦୁଃଖ ନିବୃତ୍ତି, ଆମ୍ଭରୀଶ ପ୍ରଶଂସା, ତାପରେ ଇକ୍ଷ୍ୱାକୁ ବଂଶ ପରିଚୟ, ମାନ୍ଧାତା ଚରିତ, ସୌରଭୀ ଉପାଖ୍ୟାନ, ତ୍ରିଶଙ୍କୁ କଥା। ଏଟା ପିଲାମାନେ ବହୁତ ସମୟରେ ପ୍ରଶ୍ନ ଆସେ। ଆଜିକାଲି ଆଧୁନିକ କବିତାରେ ତ୍ରିଶଙ୍କୁ ବୋଲି ଗୋଟେ ମିଥ୍ ୟୁଜ କରାଯାଉଛି। ଏଟା ହଉଛି ଭାଗବତରୁ ନିଆଯାଇଛି ହେଲା। ଗୋଟେ ଇଣ୍ଟରଭ୍ୟୁରେ ଜଣକୁ ପଚାର ଯାଇଥିଲା ତ୍ରିଶଙ୍କୁ ବିଶେଷ ଭାବରେ ସୀତାକାନ୍ତ, ରମାକାନ୍ତ ଏମାନେ ବ୍ୟବହାର କରୁଛନ୍ତି ଆଜିକାଲିର କବି। ତ୍ରିଶଙ୍କୁ କଥା, ହରିଶ୍ଚନ୍ଦ୍ର ଚରିତ, ସଗର ବଂଶାନୁଚରିତ, ଗଙ୍ଗା ବତରଣ, ସୌଦାସ ଚରିତ, ସୌଦାସ ଉପାଖ୍ୟାନ, ଶ୍ରୀରାମ ଚରିତ, ଶ୍ରୀରାମଙ୍କ ବଂଶ ବର୍ଣ୍ଣନା, ଇକ୍ଷ୍ୱାକୁ ବଂଶର କୁଶଠାରୁ ସୁମିତ୍ର ପର୍ଯ୍ୟନ୍ତ ରାଜାମାନଙ୍କର ପରିଚୟ, ନିମିରାଜ ବଂଶ ବିବରଣ, ସମବଂଶ ଚରିତରେ ମନୁପୁତ୍ରୀ ଇଳାଗର୍ଭଜାତ ପୁରୁରବା ଚରିତ, ଯମଦଗ୍ନି ପରଶୁରାମ ଚରିତ, ସହସ୍ରାର୍ଜୁନ ବଧ। ଏଟା ଇମ୍ପୋର୍ଟାଣ୍ଟ କଥା। ସହସ୍ରାର୍ଜୁନ ବଧ, ଯମଦଗ୍ନି ବଧ, ପରଶୁରାମଙ୍କର କ୍ଷତ୍ରିୟ ସଂହାର, ବିଶ୍ୱାମିତ୍ରଙ୍କ ବଂଶ ବର୍ଣ୍ଣନା, ନହୁଷତନୟ କ୍ଷତ୍ରବୃଦ୍ଧର ବଂଶ ପରିଚୟ, ଯଯାତି ଚରିତ, ଯଯାତିଙ୍କର ବୈରାଗ୍ୟ ଦ୍ୱୟ ଓ ଗୃହତ୍ୟାଗ, ପୁରୁବଂଶ ବର୍ଣ୍ଣନା, ଦୁଷ୍ମନ୍ତ ଓ ଭରତ ଚରିତ, ଭରତବଂଶ ରନ୍ତି ଦେବ ଚରିତ, ତାପରେ ହଉଛି ଦୀନଦାସାଦି ଚରିତ, ରକ୍ଷବଂଶରେ ପାଣ୍ଡବାଦିଙ୍କର ଉତ୍ପତ୍ତି, ଅନୁଦୁର୍ବାସୁ ଓ ଯଦୁବଂଶ ବର୍ଣ୍ଣନ, ଯଦୁବଂଶରେ ଶ୍ରୀକୃଷ୍ଣାବତାର। ଏସବୁ ବିଷୟ ବର୍ଣ୍ଣନା ହେଇଛି ତମର ନବମ ସ୍କନ୍ଧରେ। ତାପରେ ହଉଛି ଦଶମ ସ୍କନ୍ଧ। ସଂସ୍କୃତ ଭାଗବତକୁ ଯଦି ତମେ ଦେଖିବ, ଏ ଭାଗବତରେ ଦଶମ ସ୍କନ୍ଧ ବିଶେଷ ଭାବରେ 90 ଅଧ୍ୟାୟ ବିଶିଷ୍ଟ ଏକ କଳେବର ବିଶିଷ୍ଟ ଏକ ରଚନା। ପ୍ରଥମ ଅଧ୍ୟାୟରୁ 49 ଅଧ୍ୟାୟ ପର୍ଯ୍ୟନ୍ତ ପୂର୍ବାର୍ଦ୍ଧ ରୂପେ ଓ 50 ରୁ 90 ଅଧ୍ୟାୟ ପର୍ଯ୍ୟନ୍ତ ଉତ୍ତରାର୍ଦ୍ଧ ରୂପେ ଗୃହୀତ। ତମେ ଯଦି ସଂସ୍କୃତ ଭାଗବତକୁ ଦେଖିବ ତାହେଲେ ତାହା ଦୁଇ ଭାଗରେ ବିଭକ୍ତ ହେଇଛି। ଦଶମ ସ୍କନ୍ଧଟି ଗୋଟେ ହଉଛି ପୂର୍ବାର୍ଦ୍ଧ ଏବଂ ଦ୍ୱିତୀୟଟି ହଉଛି ଉତ୍ତରାର୍ଦ୍ଧ। 49 ଅଧ୍ୟାୟ ପର୍ଯ୍ୟନ୍ତ ହଉଛି ପୂର୍ବାର୍ଦ୍ଧ ଏବଂ 50 ରୁ 90 ଅଧ୍ୟାୟ ହଉଛି ଉତ୍ତରାର୍ଦ୍ଧ। କିନ୍ତୁ ଆମ ଓଡ଼ିଆ ଭାଗବତରେ ଦଶମ ସ୍କନ୍ଧର ବିଷୟବସ୍ତୁ 96 ଅଧ୍ୟାୟରେ
विभक्त प्रथम अध्याय रु 48 अध्याय पर्यंत गोपलीला ओ 49 रु 96 अध्याय पर्यंत द्वारिका लीला एभली दुई भागरे वर्णना करा जायछि। 48 अध्याय पर्यंत गोपलीला एवं 48 रु 96 अध्याय पर्यंत को लीला द्वारिका बाबूमाने लीला द्वारिका लीला द्वारिका द्वाରିକା ଲୀଳା ସାର୍। द्वारिका द्वारुका लीला भावरे एटा दी भागरे विभक्त करा जायछि। ए जिनसटी मन रखिबो जे मास्टर कैंटीन रु गोटे आडे गले आचार्य विहार आ गोटे आडे गले कोठी की मन रखिछ ना नाही मास्टर कैंटीन कथा। अरे गोटे आडे गले गोटे सचिवालय आ गोटे आडे गले कुआडे जो कटक भुवनेश्वर कटक लाइन बाणी विहार लाइन हाँ कि नहीं एटा ठीक सही उड़ी मन रखिबो। गोटे आडे गले सचिवालय से सेक्रेटरीएट एमएलए कॉलोनी कांग्रेस भवन आ गोटे साइड को गले सेठू गले कटक बाणी विहार चलला हो ठीक सेमिति हैला। एटा मन रखिबो गोटे हला गोपलीला हला गोपलीला कहिले गोपरे थिबा समय रे श्री कृष्ण केते वर्ष पर्यंत गोपरे रहितिले केते वर्ष पर्यंत गोपरे रहितिले काହାର मने अछि 8 वर्ष ना केते वर्ष 8 वर्ष पर्यंत हैला। तेणु गोटे होची पूर्वार्ध संस्कृत रे एवं उत्तरार्ध दीटी भागरे विभक्त होईची दशम स्कंद किंतु आम ओडिया भागवत गोटे होची गोपलीला एवं 48 पर्यंत होची 1 रु 48 पर्यंत होची गोपलीला 49 रु 96 पर्यंत होची द्वारिका लीला। द्वारिका रे जहा घटना घटिची आउ गोपलीला रे जो विषय वर्णित होची ब्रज ओ मथुरा रे घटिथिबा श्रीकृष्णंकर बाल्य ओ कैशोर लीला वर्णित। द्वारिका लीला रे तमे जदि देखिबो श्रीकृष्णंकर विद्या पठन ठारू यौवन कालर घटना गुड़िक वर्णन करा जायछि। आउ थरे मु कहि दउछि गोपलीला जो 48 अध्याय पर्यंत वर्णन होईछि एथिरे ब्रज ओ मथुरा रे उभय जगह रे केवल गोप कथा नुहे एतरे ब्रजपुर कहले गोपपुर को कहा जाए। एथिरे जो घटिथिबा विषय सबु श्रीकृष्ण को केंद्र करी जो विषय सब वर्णना करा जायछि ताहा तमे देखिबो गोपलीला रे एवं एथिरे से विषय सब वर्णना करा जायछि एवं एथिरे तमे आउ गोटा पाइबो बाल्य ओ कैशोर लीला। बाल्य एवं कैशोर समय पर्यंत कैशोर रो समय सीमा केते तमाने निहाती जानिथिबो सेही समय मध्यरे जो दिव्य लीला घटिची ताकू वर्णना करा जायछि एवं द्वारिका रे जो विभागटी रहिछि द्वारिका लीला जो रहिछि एथिरे तमे श्रीकृष्णंकर विद्या पठन ठारू यौवन कालर घटना गुड़िक एथिरे वर्णित अछि। मु गोटे क्वेश्चन पचारिया को चाहूची जे सारला महाभारत रे केउ पर्व रे श्रीकृष्ण सांदीपनी ठारू विद्या पठन प्रसंग वर्णना रहिछि केउ पर्व रे सारला महाभारत रो केउ पर्व रे श्रीकृष्ण गुरु सांदीपनी ठू 3-4टी भाषा शिखिचंती तन्मध्यरे ओडिया भाषा मध्य शिखिचंती तेणु सेटा को पर्व रे वर्णित अछि मु पढाइथिली मोटा मते कहिबो एई स्कंद रे वर्णित घटना गुड़िक मु तुमको अवतारणा करूची। असुर मानकर अत्याचार रे व्याकुल होई पृथ्वीर ब्रह्मांक निकटरे
ଶରଣ ଭିକ୍ଷା ଯୋଉଟା ଅଛି ରସକୁଲର ପ୍ରଥମ ଛାନ୍ଦ ନାଇଁ, କୁଶ କେତୁ ଶୁଣି ଏ କଥା କହିଲେ କାହାକୁ? ବିଷ୍ଣୁଙ୍କୁ ଯାଇ ଅବନି ବ୍ୟଥା। ସସ୍ମିତା କଣ ଭୁଲି ଯାଉଛ ଏସଏସବି ରେ ପାଠ? ନାଇଁ ସାର୍ କୁହାଯାଇଥିଲା କୁଶକେତୁ ବ୍ରହ୍ମାଙ୍କ ଆଗରେ କହିଥିଲେ ଯାଇକିରି। ହଁ ନା, କୁଶକେତୁ ଶୁଣି ଏ କଥା କହିଲେ କୁଶକେତୁ ଶୁଣି ଏ କଥା କହିଲେ ବିଷ୍ଣୁଙ୍କ ଆଗେ ଅବନି ବ୍ୟଥା। ବୁଝିଲ, ବିଷ୍ଣୁ ତାପରେ ଅବତାର ନେଇକି ଜନ୍ମ ଗ୍ରହଣ କଲେ କପପୁରରେ। କୁଶକେତୁଙ୍କୁ ଯାଇକି କିଏ କହିଲା? ଅବନି କହିଲା ଯେ ଏମିତି ପୃଥିବୀ କହିଲା ଏମିତି ଏମିତି ଘଟଣା ହେଇଛି, ହଂସ ବୋଲି ଗୋଟେ ରାଜା ଅଛି, ବହୁତ ଅତ୍ୟାଚାର କରୁଛି ଅସୁର ମାନେ। ତାପରେ କୁଶକେତୁ ଶୁଣି ଏ କଥା କହିଲେ ବିଷ୍ଣୁଙ୍କୁ ଯାଇ ଅବନି ବ୍ୟଥା ହେଲା। ତାପରେ ତମେ ଦେଖିବ ପୃଥିବୀ ବ୍ରହ୍ମାଙ୍କ ନିକଟରେ ଶରଣ ଭିକ୍ଷା ଦେବତା ମାନଙ୍କର ସହିତ ବ୍ରହ୍ମା କ୍ଷୀର ସମୁଦ୍ର ତୀରକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା କଲେ ଓ ଭଗବାନ ସନ୍ତୁଷ୍ଟ ହୋଇ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିବା ପାଇଁ ବାଳ ମୁକୁନ୍ଦ ରୂପ ଧରିଥିଲେ। ହଁ, ପୃଥିବୀର ଭାରା ନିବାରଣ କରିବାକୁ ଦେବତା ମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଏ ପ୍ରସଙ୍ଗ ବର୍ଣ୍ଣନା ଅଛି। ତାପରେ ହଉଛି ଦେବକୀ ବସୁଦେବ ବିବାହ। ଏଟା ଇମ୍ପୋର୍ଟାଣ୍ଟ କଥା ପିଲାମାନେ। କୋଉ ପ୍ରସଙ୍ଗରେ ଦେବକୀ, କୋଉ ସ୍କନ୍ଧରେ ଦେବକୀ ବସୁଦେବ ବିବାହ, ଏଟା ମନେ ରଖିଥାଅ ଦଶମରେ ହେଲା। ତାପରେ ଦେବବାଣୀ ଶୁଣି କଂସର ଦେବକୀ ଓ ବସୁଦେବଙ୍କୁ ବନ୍ଦିଶାଳାରେ ନିକ୍ଷେପ, ଦେବକୀଙ୍କର ପୁତ୍ରମାନଙ୍କୁ କଂସର ହତ୍ୟା, ଦେବକୀଙ୍କ ଗର୍ଭରେ ଶ୍ରୀକୃଷ୍ଣଙ୍କର ପ୍ରବେଶ, ଦେବଗଣଙ୍କ ଦ୍ୱାରା ଗର୍ଭସ୍ତୁତି, ଶ୍ରୀକୃଷ୍ଣଙ୍କ ଜନ୍ମ, ଦେବକୀ ବସୁଦେବ ସ୍ତୁତି, ଭଗବାନଙ୍କ ଉପଦେଶ ଅନୁସାରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଙ୍କ ଘରେ ରଖି ନନ୍ଦଙ୍କ କନ୍ୟାକୁ ଆନୟନ, ହତ୍ୟାକାରୀ କଂସ ହାତରୁ ଦେବୀଙ୍କ ମୁକ୍ତି ପ୍ରସଙ୍ଗ, ଶ୍ରୀକୃଷ୍ଣ ବତାର ସୂଚନା, କଂସର ଅନୁତାପ, ଅସୁର ମାନଙ୍କର ସହିତ କଂସର ମନ୍ତ୍ରଣା, ନନ୍ଦ ବସୁଦେବ ସମାଗମ, ପୁତନା ବଧ, ଶ୍ରୀକୃଷ୍ଣଙ୍କର ବାଳକ୍ରୀଡ଼ା, ତାପରେ ହଉଛି ଶକଟା ଓ ତୃଣାର ବଧ, ଶ୍ରୀକୃଷ୍ଣଙ୍କ ମୁଖ ଗହ୍ୱରରେ ଯଶୋଦାଙ୍କର ବିଶ୍ୱ ବ୍ରହ୍ମାଣ୍ଡ ଦର୍ଶନ, ଏଟା ବି ଇମ୍ପୋର୍ଟାଣ୍ଟ। ଯଦୁବଂଶର ପୁରୋହିତ ମାନଙ୍କ ଦ୍ୱାରା ବଳରାମ ଓ ଶ୍ରୀକୃଷ୍ଣଙ୍କର ଜାତକର୍ମ ଓ ନାମକରଣ ପ୍ରସଙ୍ଗ, ଏଟା ବି ଇମ୍ପୋର୍ଟାଣ୍ଟ। ଶ୍ରୀକୃଷ୍ଣଙ୍କର ଜାମଳାର୍ଜୁନ ଭଞ୍ଜନ, ଜାମଳାର୍ଜୁନ ଉଦ୍ଧାର, ବ୍ରହ୍ମାଙ୍କର ଭଗବତ ସ୍ତୁତି, ତାପରେ ହଉଛି ତାଳବନ ଭଞ୍ଜନ, ଧେନୁକାସୁର ବଧ, କାଳିୟ ଦଳନ ଓ କାଳିୟ ମକ୍ଷଣ, ତାପରେ ହଉଛି ଦାବାଗ୍ନି ମକ୍ଷଣ, ପ୍ରଳମ୍ଭାସୁର ବଧ, କୁଞ୍ଜବନରେ ଦାବାନଳକୁ ଧେନୁ ଓ ଗୋପାଳଙ୍କ ରକ୍ଷା, ବର୍ଷା ଓ ଶରତ କାଳ ବର୍ଣ୍ଣନା, ବେଣୁଧ୍ୱନି, ତାପରେ ହଉଛି ବସ୍ତ୍ରହରଣ ଲୀଳା, ତାପରେ ହଉଛି ଯଜ୍ଞ ପତ୍ନୀ ବ୍ରାହ୍ମଣ କନ୍ୟା ମାନଙ୍କର
मोक्ष प्राप्ति इंद्रंक यज्ञ भंग गोवर्धन गिरिधारण श्रीकृष्णंकर अलौकिक लीलारे भीत गोपाल मानंकु गर्भ गर्गंकर आश्वासना इंद्रंकर श्रीकृष्णंक ठारे क्षमा प्रार्थना वरुण द्वारा बंदी नंदंकर मुक्ति गोपीमानंक सहित श्रीकृष्णंकर रासलीला रास मध्यरे श्रीकृष्णंक अंतर्ध्यान रास क्रीड़ारे गोपीमानंकर विलाप गोपीमानंकर भगवत प्रार्थना श्रीकृष्णंक प्रादुर्भाव गोपीमानंकु आश्वासना रास क्रीड़ा तापर होची महारास महारास विषय रे परीक्षितंक आशंका को सुकंक उत्तर द्वारा समाधान अजगर मुखरु नंदंक मुक्ति अजगर रूपी सुदर्शन विद्याधरर मुक्ति शंखचूड़ बध यशोदांक निकटरे गोपीमानंकर श्रीकृष्णंक गुणगान षंढासुर बध रामकृष्णंक सहित मथुरारे उपस्थित हेबाकू नंदंक निकटकू वार्ता नहीं जिबा पाई दूत अक्रूरर यात्रा आयोजन तापरे होची केसीओ व्योमासुर बध अक्रूरंक सहित बलराम ओ श्रीकृष्णंकर साक्षात ओ अभ्यर्थना बलराम ओ श्रीकृष्णंकर मथुरा यात्रा गोपीमानंकर करुण विलाप पथ मध्यरे कालिंदी जलरे अक्रूरर बलराम ओ श्रीकृष्णंक दर्शन अक्रूरंकर स्तव बलराम ओ श्रीकृष्णंकर मथुरा प्रवेश तापरे होची रजक बध सुदामा मालीर मुक्ति कुबुजा चरित धनुभंग रंगसभा वर्णना तापरे होची कुबलया बध श्रीकृष्ण ओ बलरामंक रंगसभा प्रवेश चाणूर ओ मुष्टिक प्रभृति मल्लमानंक सहित कंसर निधन देवकी वसुदेवंक सांत्वना उग्रसेनंकर राज्याभिषेक एठारे तमरो पिला माने गोपलीला द एंड तापरे मु तुमको कहूची द्वारिका लीलार जो विषय वर्णना हेची आज तो समय हे गलानी आउ नेक्स्ट क्लास रे हमें सेटा देखिबा कार किछि प्रश्न जदि अछि मते ताले पचार एटा माने समस्ते लेखुथबो कारण तमे पढिबा अपेक्षा यदि तमे थरे लेखिबो ताहा तीन थरर पढिबा सहित समान सर विषय यार भी रिकॉर्डिंग दे देबे बड़े कष्ट होची लेखिना है बार के सर स्पीड दे डाकी दो जन में हां ठीक अछि सुले नै जो माने लेखिचो ठीक अछि जो माने लेखिना हो रेकॉर्डिंग रो मध्ये लेखि दबो मुटा पठै देबी किछि असुविधा नै
ଆଉ ଯୋଉ ଗତ କ୍ଲାସ ର ମଧ୍ୟ ରେକର୍डिଂ ଯୋଉଟା ବୋଧେ ଚତୁର୍ଥ ସ୍କନ୍ଦ ପର୍ଯ୍ୟନ୍ତ ହେଇଥିଲା ତାକୁ ମଧ୍ୟ ମୁଁ ଦେଖୁଛି ପଠେଇଦେବି। ନୋट्स ମାନେ ତମେ ପ୍ରିंट आउट କରିକି ପଢାପଢି ଷ୍ଟାର୍ଟ କରୁଥାଅ। नेट पिला में तमरो जून रे एग्जाम हेबार संभावना अछि सेकंड वीक आड़े। ठीक मास पूर्वरु समय नोटिफिकेशन PGT देबा। पीजीटी टा एबे एग्जाम हबार कोनोसी संभावना मु देखु नाही किबा सेमति किछि सूचना नाही। मु सूचना आसिले तुमको जणाई देबी। किंतु पीजीटी जेबे भी एग्जाम होबो तमरो गोटे मास पूर्वरु तुमको इन्फॉर्म देबे से माने हला गोटे मास पूर्वरु गोटे नोटिफिकेशन बाहरिबो जो नोटिफिकेशन रे से माने सूचई देबे जे एते तारिख तमरो एग्जाम होबो बुझिलो। ए से माने तीनटा सेशन नै पारंती तमरो जेहेतु 300 मार्क तो जदि से माने 100 मार्क रो गोटे क्वेश्चन करूचंती ताहले अंततः समय 3 घंटा समय देबे। यदि 100 टा क्वेश्चन गोटे पेपर फाइन तयारी करूचंती यदि सेया न करी की से माने गोटे को 2 मार्क करंती ताहले मध्य तमरो 150 टा क्वेश्चन होबो। सेटा नोटिफिकेशन हेले जणा पड़िबो को पेपर को दिन होबो कोन सेमति सुविधा होबो। किंतु अंततः मासे पूर्वरु किंतु एबे जहा हम पाखरे खबर अछि मार्च फर्स्ट किंबा सेकंड वीक रे डिक्लेयर होबो जे इलेक्शन केबे होबो। तेनु इलेक्शन हेई गले बा कोड ऑफ कंडक्ट लागि गले कोनोसी एग्जाम हेई परिबो नाही। सेटा नेट हो किंबा जे कोनोसी एग्जाम इन्फ्लुएंस कला भली एग्जाम होबो नाही बा कोनोसी तमरो आउ सरकारी काम हुए नाही। एटा अपॉइंटमेंट हो एग्जाम हो कोनोसी जिंस हो तेनु ओपीएससी ता बहुत समय रे लेट हुए एग्जाम प्रोसेस ता टिके धीमे की जाए तमे पढ़ा पढ़ी करू थाओ जेते पारुचो पिला माने जो माने चाहुचो जे ओपीएससी पाई की ही छाड़ीबू ताहले जोटू जहा मिलुची पढ़ी चलो कह केबे भी भाबिबोनी जे एटा मो पई यथेष्ट हे गेला आ पढ़िबार नाही। तमे ओपीएससी पढ़ी पई पढुचो एटा छुटिया चाकरी नुहे। ओपीएससी होची ओडिसा रो सबुठु बड़ चाकरी। ओपीएससी आईएएस रिक्रूटमेंट ओएस रिक्रूटमेंट करूची ओएफएस रिक्रूटमेंट करूची तेनु तमे एजे ओएस रैंक रो जॉब एटा जो माने ओपीएससी पांती परवर्ती समय समय सेक्रेटरीट डायरेक्टर ही जानती ओएसडी हुंती यदि जने स्ट्रिक्ट सर गेजेटेड ऑफिसर भी हे परिबो काई एटा गेजेटेड है। ओपीएससी सब बेले गेजेटेड एटा होची ओएस 1 तमे बीईओ हे परिबो तमर यदि क्वालिफिकेशन अछि एवं तमे स्ट्रिक्ट एवं तमे पाठ जानिचो एडमिनिस्ट्रेटिव काम जानिचो आउ अन्य मानन को कंट्रोल करिवार दक्षता यदि तमान को भितरे अछि जे भी हो से माने डायरेक्टर हे परंती तमाने जो माने ओएसओ रे पढिथिबो डॉक्टर खिरोज चंद्र बेहरा सार को जानिथिबो। हां सर जानिए मुझे से हायर एजुकेशन रो डायरेक्टर थिले 7 वर्ष डायरेक्टर थिले बीजेपी रे परे पुनी माने कम बैक करले तांको भल लागिलानी ए सब प्रशासनिक काम करि कर से पढेवा पई चेष्टा करले पुनी कम बैक करले बीजेपी को तेनु सेमती स्ट्रिक्ट हवा दरकार भलो दक्षता थिबा दरकार। यदि एबे तो एसएसबी पिला मानन को भी ओएस माने कैडर मिलुची एबे गवर्नमेंट ताकर कैबिनेट रे पास करिसंती ओडिसा गवर्नमेंट एवं ओपीएससी तो सब बेले ता पय तांको पय खोला आ तम माने जदी तमरो क्वालिफिकेशन है यो ओएस असिस्टेंट प्रोफेसर बारी जे हेतर रिटन एग्जाम ना कराबार कैरियर मार्क सिलेक्शन करूजी। हां कैरियर हमर जो असिस्टेंट प्रोफेसर भी बाहरी छी हेतरा नेट मैंडेटरी नेट
नहले तमे अप्लाई करि पारिबो नाही यदि नेट नाही पीएचडी दरकार एवं सेतर कैरियर मार्क तमे देखिथिबो यदि तमरो सर अदर स्टेट रे ग्रेजुएशन रिटन रे एग्जाम होउची 80% प्लस अछि ताले असिस्टेंट तुमको प्रोफेसर लगी हां एठी सेमाने करूना ओडिसा रे खाली कैरियर मार्क देखिकरी शॉर्टलिस्ट करजन कैंडिडेट मान କ୍ୟାରିୟର ମାନେ କେବେଠୁ ମାନେ ମେଟ୍ରିକ ଠାରୁ ଗଣନା ହଉଛି? ग्रेजुएशन देखा बीए 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 रे ग्रेजुएशन तमरो पोस्ट ग्रेजुएशन 80% बीए रे तमरो यदि 80% प्लस अछि ताले तुमको 25 मार्क मिलिबो जदि 80% रु 60 रु 70% भितरे जदि अछि 60 रु 80 भितरे जदि तमरो अछि ताले 23 मार्क मिलिबो एटा होछि ग्रेजुएशन कथा जदि 60% रु 55 भितरे अछि ताहले तुमको मिलिबो 19 मार्क एवं जदि तमरो 65 रु ए सॉरी 55 रु जदि 45% भितरे अछि ताहले मिलिबो तुमको बोधे 10 मार्क एमिति ताकर सिस्टम अछि तापरे ସାରେ तमरो ମେଟ୍ରିକ ମାର୍କ ଗଣନା କରାଯାଉନି ଖାଲି ଗ୍ରାଜୁଏସନ ମାର୍କ? मैट्रिक नाही ओनली फॉर ग्रेजुएशन रु ऊपर को तमरो पोस्ट ग्रेजुएशन तमरो जदि 80% प्लस अछि ताहले तुमको मिलुची बोधे ना मु भूल कहली ग्रेजुएशन टा जदि 80% प्लस अछि 21 आउ एटा होछि 25 पोस्ट ग्रेजुएशन यदि फॉलो मार्क अछि 80% प्लस अछि 25 60 रु जदि 70 अछि 23 60 रु जदि 80 भितर अछि 23 मार्क ना तेनु एटा गोटे आसुची तापर तमरो आर्टिकल रिसर्च आर्टिकल जो मानकर अछि 6 मार्क तीनिटा मिनिमम तमे दे पारिबो तीनिटा मैक्सिमम नुहे मिनिमम तमे तीनटा दे पारिबो तापर तमरो टीचिंग एक्सपीरियंस जदि कोनोसी कॉलेज रो किए अछो जदि गवर्नमेंट कॉलेज हेतिबो गवर्नमेंट कॉलेज रे तमे अछो ताले 5 वर्ष को 10 मार्क पर ईयर को 2 मार्क तापरे तमरो जो रिसर्च जर्नल होछरा होछि यूजीसी केयर लिस्टेड जर्नल हेतिबा दरकार एमिति सेमिति जर्नल रे बाहरिले हबो नाही यूजीसी केयर लिस्टेड जर्नल ये होछि तमरो कैरियर मार्क तमरो यदि नेशनल किबा इंटरनेशनल किबा स्टेट लेवल रो अवार्ड अछि ताले 3 मार्क मिलिबो 3 मार्क सर ए जो पाइबा पई यार परसेंटेज भलो अछि ग्रेजुएशन पोस्ट ग्रेजुएशन लेवल रे सेंता कैंडिडेट ही पाई पारबो और नहीं पोस्ट ग्रेजुएशन रे बेसी मार्क काई कोठु असला पोस्ट सर ग्रेजुएशन रे जो नेट रे मानकर केते मार्क अछि? नेट रे 10 मार्क 8 मार्क आउ नेट विथ जीआरएफ जहार अछि तले तारो 10 मार्क ना जो सर मानकर एसएसबी लेक्चरशिप जनता माने 50 की 55% रखि देले जने एलिजिबल देबार लागि इधर हमरा बेसी परसेंटेज देले जेगिरी शॉर्ट लिस्ट हे पारबा जने किंतु एसएसबी लेक्चर कम कम परसेंटेज थिले भी जडे रिटन एग्जाम आर भाइबा क्लियर करूची तो से एसएसबी लेक्चर ही पारबा किंतु ओपीएससी रे राना हो ସାର୍ ଏଇ ଯୋଉ ଆସିଷ୍ଟାନ୍ସ ପ୍ରୋଫେସର ରେ କଣ ଖାଲି ଏଇ ଯୋଉ କ୍ୟାରିୟର କୁ ପ୍ରାଧାନ୍ୟ ଦିଆଯାଉଛି? କ୍ୟାରିୟର नहीं ମାର୍କ? कैरियर तमरो कैरियर हिसाब रे शॉर्टलिस्टेड फास्ट होबो हला 1:4 रेशियो रे तमरो शॉर्टलिस्टेड होबो बुझिला तरो एथरो 16 टा पोस्ट बाहरिची समान नेबे एते जण 60 बोधे केते हबो 64 हला 64 पिलां को समान शॉर्टलिस्टेड करिवे जेते अप्लाई करथिबे सेठी खाली नेट होल्डर ही अप्लाई करि परिबे एसएसबी रे भी गुटे क्वालिफिकेशन मैंडेटरी करा जाय बोली पिटिशन दायर करजी फिजिक्स रे